ଜୟ ଜଗନ୍ନାଥ। ନମସ୍କାର। ଆସନ୍ତୁ ଶୁଣିବା ମଞ୍ଜୁବାଳା ଦାସଙ୍କର ମୋ ପିଲାଦିନର ଆତ୍ମଜୀବନୀ ପୁସ୍ତକର ସେଇଠି ଅଛି ମୋ ଷଠି ଘର। ସେଦିନ ଥାଏ ମହାବିଷୁବ ସଂକ୍ରାନ୍ତି, କୃତ୍ତିକା ନକ୍ଷତ୍ରଯୁକ୍ତ ଚୈତ୍ର ଶୁକ୍ଳ ତୃତୀୟା। ଏହି ପବିତ୍ର ଦିନରେ ମୋର ଜନ୍ମ ଏକ ଚାଳ ଛପର ମାଟି ଘରେ। ମନେ ଅଛି ମୋ ଗାଁ ମୁଥାପଦାରେ ଆମର ଗୋଟେ ପୁରୁଣା ଖଞ୍ଜା, ଯେଉଁଠି ବିତିଛି ମୋ ପିଲାଦିନ। ଚାରିପଟେ ଘର, ମଝିରେ ବଡ଼ ଦୁଆର, ଅଗଣା, ଶୋଇବା ଘର, ରୋଷେଇ ଘର, କଣ ଘର, ବାଟ ଘର ଓ ଲଙ୍ଘାକୁ ନେଇ ଆମ ଖଞ୍ଜା। ରୋଷେଇ ଘର ଭିତରକୁ ଭିତର ଘର କହନ୍ତି। ଚତୁର୍ମାସରେ ରନ୍ଧା ହୁଏ ରୋଷେଇ ଘରେ। ଅନ୍ୟ ଦିନେ ଦୁଆର ଚୁଲିରେ ଭାତ ତରକାରୀ ରନ୍ଧା ହୁଏ। ଯେଉଁଠି ଅଛନ୍ତି ଇଶାଣ, ସେଇଠି ଅଛନ୍ତି ଇଶାଣ ଦେଇପିଣ୍ଡି। ବୋଉ ଗାଧୋଇ ଦେଇପିଣ୍ଡିରେ ଫୁଲ ପାଣି ଦିଏ। ପୁଣ୍ୟ ପର୍ବରେ ଦେଇପିଣ୍ଡିରେ ରୋଷେଇ ହୋଇଥିବା ଖାଦ୍ୟ ଆଗ ଭୋଗ ହୁଏ। ଅଗାଧୁଆ କେହି ପଶନ୍ତିନି ସେ ଘରେ। ତା ପାଖ ଘରକୁ କହନ୍ତି କଣ ଘର। ସେ ଘରେ ମୋର ଜନ୍ମ। ସେଇଠି ମୋର ଷଠି ଘର ଅଛି। କାନ୍ଥରେ ମାଟିରେ କୋଠି କଟା ହୋଇ ସେଥିରେ କଉଡ଼ି ମରା ହୋଇଥିଲା। ମୋ ଜେଜେମା ବୋଉ ମୋତେ ଦେଖାଇ ଦେଇ କହନ୍ତି, ଦେଖେ ତୋ ଷଠି ଘର। ମାଟିର ସେଇ ସରଗ ମୋର, ସେଇଠି ଅଛି ମୋ ଷଠି ଘର। ମୋତେ କାହିଁକି କେଜାଣି ମୋ ଷଠି ଘରକୁ ଦେଖିବାକୁ ଭାରି ଭଲ ଲାଗେ। ପ୍ରାୟ ଅନେକ ସମୟରେ ମୁଁ ସେ ଘରକୁ ଯାଇ ଷଠିକରେ ହାତ ମାରି ଦେଖେ। ସମୟର କରାଳ ସ୍ରୋତରେ ମାଟିରେ ମିଶିଯାଇଛି ମୋ ଷଠି ଘର। ମୋର ସେଇ ମାଟି କାନ୍ଥ ନଡ଼ା ଛପର ଆମ ଘର, ଯେଉଁଠି ବିତିଥିଲା ମୋର ମଧୁମୟ ପିଲାଦିନ। ମୂଳଦୁଆ ପଡ଼ିଛି ସେଇଠି। ଏବେ ମୂଳଦୁଆ ପଡ଼ିଛି। ଗାଁକୁ ଗଲେ ଯେମିତି ହେଲେ ସେ ମୂଳଦୁଆ ଉପରକୁ ମୁଁ ଉଠେ, ପ୍ରଣାମ କରେ। ମୋ ମନ ପରଦାରେ ଭାସି ଉଠେ ସେ ଘରର ହଜିଲା ଦିନର ସ୍ମୃତି। ଏବେ ନରଦାଦା ତାଙ୍କ ପିଲାମାନେ ସେଠି ଘର ତିଆରି କରିଛନ୍ତି। ଆମର ସେ ପୁରୁଣା ଖଞ୍ଜାରେ 3ଟି ପରିବାର ରହୁଥିଲେ। ଅଲଗା ଅଲଗା ରୋଷେଇ ହେଉଥିଲା ଅବଶ୍ୟ, କିନ୍ତୁ ମୋ ଜେଜେବାପା ଗୋପାଳ ଦାସ, ତାଙ୍କର 2 ଭାଇ ଭଗବାନ ଦାସ ଓ ଗୋବିନ୍ଦ ଦାସ। ସେ ଜନ୍ମ ବେଳକୁ ମୋ ଜେଜେବାପା ଗୋପାଳ ଦାସ ସ୍ୱର୍ଗବାସୀ। ମୋ ଜନ୍ମ ବେଳକୁ ମୋ ଜେଜେବାପା ଗୋପାଳ ଦାସଙ୍କର ସ୍ୱର୍ଗବାସ ହୋଇସାରିଥିଲା। ଆମ ପରିବାରରେ ମୋ ଜେଜେମା ଇଚ୍ଛାମଣି ଦାସ, ମୋ ବାପା ହରମୋହନ ଦାସ, ମୋ ବୋଉ ଧୀରପ୍ରିୟା ଦାସ। ଆମେ 5 ଭାଇ ଭଉଣୀ, ଅଞ୍ଜୁ, ତପନ, ବିନି, ଜିନୁ ଓ ମୁଁ। ସେଇ ଘରେ ରଞ୍ଜୁ ବୋଲି ଗୋଟେ ଭଉଣୀକି ଆମେ ହରେଇଛୁ। ଗୋବିନ୍ଦ ଜେଜେ ଓ ତାଙ୍କ ସ୍ତ୍ରୀ ହାରାମଣୀ ବା ଗଗଅପା, ଆମର ଭଗବାନ ଜେଜେ ତାଙ୍କ ପୁଅ ନରୋତ୍ତମ ଦାସ, ମୋ ଦାଦା, ଖୁଡ଼ୀ ଲୋଭାବତୀ ଦାସ, ତାଙ୍କ ପୁଅ ଜିତେନ୍ଦ୍ର କାଳିଆ। ପରେ ଆସିଲା ତାଙ୍କ ଯାଆଁଳା ପୁଅ ବାବୁଲ ଖୋକ ଓ ତନ୍ମୟ ଓ ଚିନ୍ମୟ। 14 ଜଣ ଆମେ ସେ ଘରେ ଏକାଠି ରହୁଥିଲୁ। ପୁଣି କୁଣିଆ ମୈତ୍ର ଅଧିକାଂଶ ସମୟରେ ଆସି ରହୁଥିଲେ। ଏଇଠି ଏତେ ଲୋକ ରହିବାର ଥିଲା ଏକ ଭିନ୍ନ ଅନୁଭବ। ମୋ ବାପା ବୋଉଙ୍କର ମୁଁ ବଡ଼ ଝିଅ, ମୋ ଜେଜେମାଙ୍କର ଗେହ୍ଲି ନାତୁଣୀ। ବାପା ଦାଦାଙ୍କ ପିଢ଼ିର ପ୍ରଥମ ସନ୍ତାନ। ସେଥିସକାଶେ ସବୁ ସ୍ନେହ ମମତା ଅଜାଡ଼ି ହୋଇ ପଡ଼ିଥିଲା ମୋ ଉପରେ। ଖୁବ୍ ସୁଖମୟ ମଧୁମୟ ଥିଲା ମୋର ପିଲାଦିନ। ମନ ଭରି ଉପଭୋଗ କରିଥିଲି ମୋ ପିଲାଦିନକୁ। ଦୁଃଖ, ଲୁହ, ଅଭାବ କିଛି ବି ମୋତେ ସ୍ପର୍ଶ କରିନଥିଲା। ଅତି ଅଲିଅଳିରେ ବିତିଥିଲା ମୋ ପିଲାଦିନ। କେତେ ଅସୁମରି ସ୍ମୃତି ସବୁ ସାଇତା ହୋଇ ରହିଛି ମୋ ମନ ଗହନ ତଳେ। ଆମ ଖଞ୍ଜାର ଚାରିପଟେ ଘର, ମଝିରେ ବଡ଼ ଖୋଲା ଦୁଆର। ଏଇ ଦୁଆରକୁ ନେଇ ଆମର କେତେ ମଧୁର ସ୍ମୃତି। ଆଜି ବି ସ୍ମୃତି ମୋତେ ବାଉଳା କରେ। ବଡ଼ ଦୁଆର ଉପରେ ଖୋଲା ଆକାଶ। ସଞ୍ଜ ହେଲେ, ବେଳ ବୁଡ଼ିଲେ ପୂର୍ବ ପଟେ ଖୁଡ଼ୀ ଚୁଲି ଲଗାଇ ରୋଷେଇ କରେ, ପଶ୍ଚିମ ପଟେ ବୋଉ। ଦୁଆର ମଝିରେ ମା ହେଁସ ପାରି ଦେଇଥାଏ। ମଝିରେ ଜେଜେମା ଓ 2 ପାଖରେ ଆମେ ପିଲାମାନେ ଶୋଇ ତାଠୁ କେତେ ଗୀତ କେତେ ଗପ ଶୁଣୁ। ଜେଜେମାର ସେ ତ ମୁଣ୍ଡ ନୁହେଁ, ସେ ଗୋଟେ ଗପର ଖଣି। ରାଜା ପୁଅ, ମନ୍ତ୍ରୀ ପୁଅ, ବୁଢ଼ୀ ଅସୁରୁଣୀ, ବିଲୁଆ ନନା, ଟୁଆଁ ଟୁଇଁ, ବେଙ୍ଗ ବେଙ୍ଗୁଲି, କୁହୁକ ରାଇଜ କଥା, କେତେ ଗପ। ଗପ ଭିତରେ ଗୀତ, ପୁଣି ଗୀତ ଭିତରେ ଗପ। ସବୁଦିନେ ନୂଆ ନୂଆ ଗପ ଶୁଣି ଆମେ କେତେ ଖୁସି ହେଉ। ସେ ଯେଉଁ ଆନନ୍ଦ କହିଲେ ନ ସରେ। ଗପଠାରୁ ମୋତେ ଆହୁରି ବେଶୀ ଆକର୍ଷିତ କରୁଥିଲା ରାତିର ଆକାଶ। ଦୁଆରେ ଶୋଇ ଆକାଶକୁ ଚାହିଁବାର ମୋତେ ଅଫୁରନ୍ତ ଆନନ୍ଦ ମିଳେ। ଅନ୍ଧାର ରାତିର ଗାଢ଼ କଳା ରଙ୍ଗର ଆକାଶ, ତା ଭିତରେ ମିଟି ମିଟି କରୁଥିବା ଅଗଣିତ ତାରାଙ୍କ ରୋଷଣୀ ମୋତେ ବିମୁଗ୍ଧ କରେ। ତାରା ଗଣିବାରେ ହଜିଯାଏ ମୁଁ। ଖୋଜେ ପ୍ରଶ୍ନବାଚୀ ଚିହ୍ନ ଆକାରର ସପ୍ତର୍ଷି ମଣ୍ଡଳକୁ। ତା ମଧ୍ୟ ଦେଇ ଖୋଜେ ଧ୍ରୁବ ତାରାକୁ। କେଉଁଠି ତାରାଟିଏ ଚାଲିବାର କି ଖସିବାର ଦେଖିଲେ ପାଟି କରି, ଏଇ ଦେଖ ତାରା ଖସିଲା। ଜେଜେମା ସାଙ୍ଗେ ସାଙ୍ଗେ କହେ, ରାମ ରାମ କହିଦେ। ତାରା ଖସିବା, ତାରା ଚାଲିବା ଦେଖନ୍ତିନି ପରା। ମୁଁ ମା କଥା ମାନିଯାଏ। ସନ୍ଧ୍ୟା ତାରା ଓ କୁଆଁ ତାରାର ଦୃଶ୍ୟ ଆଜି ବି ମନରେ ଲାଖି ରହିଛି।
ଜହ୍ନ ରାତିରେ ଆକାଶର ସୁନ୍ଦର ଛବି ମୋତେ ବିମୋହିତ କରେ। କଳା ବାଦଲ କୋଳରେ ଜହ୍ନର ଲୁଚକାଳି ଖେଳ ଦେଖିଲେ କି ମଜା ଲାଗେ ସତରେ। ବାଦଲ ଭିତରେ ପଶି ପଶି ଜହ୍ନମାମୁଁ ଯାଉଥିବାର ଦୃଶ୍ୟ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରେ। ମାଆକୁ ପଚାରେ, ଜହ୍ନମାମୁଁ କୁଆଡ଼େ ଯାଉଛି? ମାଆ କହେ, ସେ ମାମୁଁ ଘରକୁ ଯାଉଛି। ମୁଁ କହେ, କେତେବେଳେ ପହଞ୍ଚିବ? ସେ କହେ, ସକାଳେ। ଆମେ ପିଲାଦିନେ ବିଜୁଳି ଆଲୁଅ ନଥିଲା। ଖରାଦିନେ ଗରମରୁ ରକ୍ଷା ପାଇବା ପାଇଁ ଦୁଆରେ ନଡ଼ିଆ ବାହୁଙ୍ଗା ଛାମୁଡ଼ିଆ ହୁଏ। ତା ତଳେ ଦୁଆରେ ଆମେ ସବୁ ଶୋଉ। ଭାରି ମଜା ଲାଗେ, ଥଣ୍ଡା ବି ଲାଗେ। ମାଆ ରାତିସାରା କେଁ କେଁ କରି ବିଞ୍ଚଣା ବୁଲାଉଥାଏ। ଶୀତଦିନେ ଚୁଲି ପାଖରେ ନିଆଁ ପୋଉ, ଚୁଲି ପାଖରେ ବସି ଖାଉ, ଲଣ୍ଠନ ଲଗାଇ ଦୁଆରେ ବସି ପାଠ ପଢ଼ୁ। ଆମର ଘଣ୍ଟା ନଥିଲା ସେତେବେଳେ। ଦୁଆରେ ପଡ଼ିଥିବା ଚାଳର ଛାଇକୁ ଦେଖି ଆମେ ସ୍କୁଲ ଯିବା ଆସିବା ସମୟ ଜାଣିପାରୁ। ଛାଇ ସେଇଠି ହେଲେ ଆମେ ସ୍କୁଲକୁ ବାହାରୁ। ବର୍ଷା ଦିନେ ବାରଣ୍ଡାରେ ବସି ଦୁଆର ବର୍ଷାକୁ ଉପଭୋଗ କରୁ। ନଳା ମୁହଁ ଦେଇ ଦୁଆରର ପାଣି ବାଡ଼ିଆଡ଼କୁ ଚାଲିଯାଏ। ଟପର ଟପର ହୋଇ ଯେତେବେଳେ ମେଘ ବର୍ଷିଯାଏ, ମୁଁ ଗୀତ ବୋଲେ, ମେଘ ବରଷିଲା ଟପର ଟପର, କେଶର ମାଇଲା ଗଜା, ସାରୁ ଗଛ ମୂଳେ ବେଙ୍ଗଟିଏ ବସି ଆପେ ବୋଲାଉଛି ରାଜା। ବେଶୀ ବର୍ଷା ହେଲେ ଓଳିରୁ ପାଣି ଗଡ଼ି ପଡ଼େ। ଓଳି ତଳେ ନାଲି ରଙ୍ଗର ପାଣି ଚା ପରି ଦେଖାଯାଏ। ତାଟିଏ ଆଣି ଆମେ ସେ ପାଣି ନେଇ ଆସୁ। ମୁଁ ସମସ୍ତଙ୍କୁ ଦେଖାଏ, ଦେଖ ଦେଖ, ଚା ଓଳି ତଳୁ ବର୍ଷା ପାଣି ପଡ଼ି କେତେ ଫୋଟକା ସୃଷ୍ଟି ହୁଏ। ଭାସି ଯାଇକିରି ଅଳ୍ପ ସମୟ ପରେ ଫାଟିଯାଏ। ବଡ଼ ବଡ଼ ଫୋଟକା କେତେ ସମୟ ରହୁଛି, କେତେ ବାଟ ଯାଉଛି, ମୋତେ ଦେଖିବାକୁ ଭାରି ମଜା ଲାଗେ। କେତେ ମଜା ଲାଗେ। ଓଳିରୁ ବରଷା ପଡ଼େ ଝରି, ଫୁଟି ଭାସିଯାଏ ପାଣିରେ ଫୋଟକା ଅସୁମାରି। ବେଳେବେଳେ ବେଶୀ ବର୍ଷା ହେଲେ କି ନଳା ମୁହଁ ବନ୍ଦ ହୋଇଗଲେ ଦୁଆରେ ପାଣି ଭର୍ତ୍ତି ହୋଇଯାଏ। ଇଚ୍ଛା ହୁଏ ସେଥିରେ ବସି ଖେଳିବାକୁ। ମାଆ ଛାଡ଼େନି। କାଗଜ ଡଙ୍ଗା ଦାଦା ତିଆରି କରିଦିଅନ୍ତି, ଆମେ ଭସାଉ। ଦାଣ୍ଡ ପିଣ୍ଡାକୁ ଯାଇ ଦାଣ୍ଡ ଗୋହିରେ ବହିଯାଉଥିବା ପାଣି ସୁଅରେ କାଗଜ ଡଙ୍ଗା ଭସାଇ ଗୀତ ଗାଉ। ଭାସିଯା ମୋର କାଗଜ ଡଙ୍ଗା ଭାସିଯା, ବାଟଯାକ କେତେ ନୂଆ ନୂଆ ସାଥୀ ଭେଟୁଥା। ଦାଣ୍ଡ ପିଣ୍ଡାରେ ଦାଦା, ସୁଲଅପା, ମାଆ, କମଳା ଆପା ଇତ୍ୟାଦି ତାସ୍ ଖେଳନ୍ତି। ଆମେ ସବୁ ଟିକି ଟିକି ତାସ୍ ମୁଠାରେ ଆଣି ତାସ୍ ଖେଳୁ। ଟିକି ତାସ୍ ମୁଠା ମୋତେ ଭାରି ଭଲ ଲାଗେ। ମୁଢ଼ି ନଡ଼ିଆ ଚୋବାଉ। ଖୁଡ଼ୀ ଭଲ ଚାଉଳ ଭଜା, କଖାରୁ ମଞ୍ଜି ଭଜା କରେ। ଆମ ପିଲାମାନଙ୍କୁ ଦିଏ, ଆମେ ବସି ଚୋବାଉ। ଭଗବାନ ଜେଜେଙ୍କଠୁ ମୁଁ ବଗ, ବିଲୁଆ, କଙ୍କଡ଼ା ଗପ ଶୁଣେ। ବେଳେବେଳେ ଦାଦା ହାରମୋନିୟମ ଧରି ବଢ଼ିଆ ଗୀତ ଗାଆନ୍ତି, ଆମେ ଚାରିପଟେ ବସି ଶୁଣୁ। ବେଳେବେଳେ ହାରମୋନିୟମ ଆଣି ମୁଁ ଟିକେ ଟିକେ କେଁ କେଁ କରିଦିଏ। ଆମ ଖଞ୍ଜାକୁ ଲାଗି ଚାଳିଆ ଘରଟିଏ ଥାଏ। ଗୋଟେ ଗୁହାଳ ଆଉ ଗୋଟେ ଢିଙ୍କିଶାଳ। ଢିଙ୍କିଶାଳରେ ଅନେକ କାମ ହୁଏ। ଢିଙ୍କିଶାଳରେ ଢିଙ୍କି ପଡ଼ିଥାଏ। ମୋର ଅତି ପିଲାବେଳେ ମୁଁ ଦେଖିଛି କୁଟୁଣୀ ଆସି ଧାନ କୁଟି କୁଟି ଯାଉଥିଲେ, ପାରିଶ୍ରମିକ ଚାଉଳ ନେଉଥିଲେ। ପରେ ଗାଁରେ କଳ ହେଲା ପରେ ଧାନ କଳରେ କୁଟା ହୁଏ। କିନ୍ତୁ ଓଷା ବାର, ପୁଣ୍ୟ ପର୍ବ, ବାହାଘର ଆଦିରେ ଢିଙ୍କିରେ ଅରୁଆ ଧାନ ଓ ଚୁନା କୁଟାଯାଏ। ଖୁଦୁରୁକୁଣୀ ଓଷା ଢିଙ୍କିଶାଳରେ ହୁଏ। ଢିଙ୍କି ପୂଜା ହୁଏ। ନିରୋଳା ଜାଗାଟିଏ ବୋଲି ଢିଙ୍କିଶାଳରେ ଝିଅ ବୋହୂମାନେ ବସି କେତେ ଦୁଃଖ ସୁଖ ହୁଅନ୍ତି, ବୁଣାବୁଣି କରନ୍ତି, ବାହୁନା ବି ଶିଖନ୍ତି। ଆମ ଘର ପେଢ଼ାରେ ମାଡ଼ିଥାଏ ଲାଉ, କଖାରୁ, ପାଣି କଖାରୁ, କେତେ ପ୍ରକାର ଶିମ୍ବ ଲଟା। ଚାଳ ଦେଖାଯାଏନି, ସତରେ ଯେମିତି ସବୁଜ ରଙ୍ଗର ଛପର ହୋଇଛି। ଆମେ ଫୁଲ ଦେଖୁ, ଫଳ କେତେଟା ହେଲା ଗଣୁ। ପାଣି କଖାରୁ, ଲାଉ ପିଢ଼ାରେ ଶୋଇଥାନ୍ତି, ଦେଖିବାକୁ ଭଲ ଲାଗେ। ବର୍ଷା ଦିନେ ଓଦା ଚାଳ ବାଟେ ଧୂଆଁ ବାହାରେ, ଦେଖି ମଜା ଲାଗେ। ବର୍ଷକରେ ଥରେ ଫଗୁଣ ଚୈତ୍ର ମାସରେ ଘର ଛପର ହୁଏ। ଘର ଛପର ଦିନ ରାତିରୁ ଛପର ବେଳେ ଆସି ଘର ଓଳାଇ ଦିଅନ୍ତି। ଦୁଃଖ ଲାଗେ ଯେ ଆମ ଘର କାହିଁକି ଭାଙ୍ଗିଦେଲେ, ଚାରିଆଡ଼େ ଅଳିଆ ହୋଇଯାଏ। ଘର ଛପର ଦିନ ଆମର ରୋଷେଇ ବନ୍ଦ ହୁଏ। ଆମେ ପଖାଳ ଖାଉ। ଆମର ଗୋଟିଏ ମାଣ୍ଟୁ ଘର ଥାଏ, ସେଇଠି ସବୁ ଜିନିଷ ରଖିଥାଉ। ଓଲରା ହେଲା ପରେ ଅନ୍ୟ ଘର ଭିତରୁ ଆକାଶ ସବୁ ଦେଖାଯାଏ। ଖରା ପଡ଼ିଥାଏ, ଦେଖୁ ଆମେ। ଉପରବେଳା ସୁଦ୍ଧା ଘର ଛପର ସରିଗଲେ ନୂଆ ଛଣ ଛପର ଦେଖିବାକୁ ଭାରି ଭଲ ଲାଗେ। ଚାଳରେ ଆମ୍ବ ଡାଳ ଖୋସି ଜଟିଆ ଭାଇ ସିଡ଼ି ଲଗାଇ ହଳଦୀ ପାଣି ଢାଳେ। ମାଆ ସେଇ ହଳଦୀ କାହାଳି ପାଣି କୁଲାରେ ଘର ଭିତରକୁ ଛାଟେ। ଏସବୁ ଦେଖିବାକୁ ମଜା ଲାଗେ। ଆମ ଘର କାନ୍ଥ, ଦୁଆର ପିଣ୍ଡାରେ ଗୋବର ବନମାଟିରେ ଲିପା ପୋଛା ହୁଏ। ବୋଉ, ଖୁଡ଼ୀ ଲିପନ୍ତି। ଦଶହରା, ମାଣବସା ଆଦି ପର୍ବପର୍ବାଣିରେ ପୁରା କାନ୍ଥ ଲିପା ହୁଏ। ଗୋବର ମାଟି ଲିପା କାନ୍ଥରେ ଚିତା ଲେଖା ହୁଏ। ଭାରି ସୁନ୍ଦର ଦେଖାଯାଏ କାନ୍ଥ। ମାଣବସାର 8-10 ଦିନ ଆଗରୁ କାନ୍ଥରେ ଚିତା ଲେଖା ଆରମ୍ଭ ହୋଇଯାଏ। ଆଙ୍ଗୁଠିରେ ଛାଟି ଧାନ ଛେଚା ଚିତା ପକାନ୍ତି। ଉପର ଧାଡ଼ିରେ ବୋଉ, ଖୁଡ଼ୀ ଫୁଲ ପତ୍ର ଲେଖନ୍ତି। ମୁଁ ବେଳେବେଳେ ତା ଉପରେ ଚିତା ପକାଏ। ବେଳେବେଳେ ତାକୁ ଚିତାର ଉପରେ ମଡ଼ାଇ ଦିଏ। ଦଶହରା, କଳସ
ଦଶହରାରେ କଳସ କଦଳୀ ଗଛ ଚିତା ଲେଖା ହୁଏ। ମୁଁ ଜନ୍ମ ହୋଇଥିବା ଚାଳ ଛପର ମାଟି ଘରକୁ ନେଇ କେତେ ସ୍ମୃତି ସାଇତା ହୋଇ ରହିଛି ମୋ ମନରେ। ମୋ ଜନ୍ମରୁ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ଆମେ ସେ ମାଟି ଘରେ ରହୁଥିଲୁ। ତାପରେ ବାପା କୋଠା ଘର କଲେ। ମୋ ଷଠି ଘର ଥିବା ପୁରୁଣା ଖଞ୍ଜାରୁ ଜିନିଷପତ୍ର ଆଣି ଆମେ କୋଠା ଘରେ ରହିଲୁ। ଦାଦା ସେ ଘରେ ରହୁଥିଲେ। ସେମାନେ ବି କଟକରେ ଘର କରି ପଳେଇ ଆସିଲେ। ମହାବାତ୍ୟାରେ ଘର ଭାଙ୍ଗିଗଲା। ଧୂଳିସାତ ହୋଇଗଲା ମୋ ପ୍ରିୟ ପିଲାଦିନର ଘର। ମାଟିରେ ମିଶିଗଲା ମୋ ଷଠି ଘର। ମୁଁ ଗାଁକୁ ଗଲେ ମୂଳଦୁଆ ଉପରେ ବସି ପ୍ରଣାମ କରି ଝୁରି ହେଉ ମୋ ପିଲାଦିନର ମଧୁର ସ୍ମୃତି ବିଜଡ଼ିତ ମୋ ଘରକୁ। ଆଜି ଚାକଚକ୍ୟପୂର୍ଣ୍ଣ ସହରରେ ରହିଲେ ବି ମନେ ପଡ଼େ ମୋ ଗାଁ, ମୋ ଘର, ମୋ ଷଠି ଘର। ଯେତେ ଦେଖୁ ଆଜି ପ୍ରବାସେ ସୁଚାରୁ ଧବଳ ପ୍ରସୂତି ଗୃହ, ନୟନେ ନାଚ ଏଇ ଚିର ଅଭୁଲା ସେ ଗାଁ ଷଠି ଘର ମୁହଁ। ନମସ୍କାର।